ଢେଙ୍କାନାଳ ଜିଲ୍ଲାର ଗଡ଼ଖଙ୍କିରା ଗ୍ରାମରେ ରାମେଶ୍ୱର ମହାପ୍ରଭୁଙ୍କର ପୁଷ୍ୟାଭିଷେକ ଅନୁଷ୍ଠିତ। ଆଜି ପୌଷ ପୂର୍ଣ୍ଣିମା ଅବସରରେ ଖଙ୍କିରା ଗ୍ରାମବାସୀଙ୍କ ମିଳିତ ସହାୟତାରେ ଢେଙ୍କାନାଳ ଜିଲ୍ଲାର ଗଅଁଦିଆ ବ୍ଲକ ଅନ୍ତର୍ଗତ ଖଙ୍କିରା ଗ୍ରାମରେ ବରଦା ରାମେଶ୍ୱର ପୀଠରେ ମହାପ୍ରଭୁଙ୍କର ଏକ ସ୍ୱତନ୍ତ୍ର ନୀତିକାନ୍ତିରେ ପୌଷ ଅଭିଷେକ ଅନୁଷ୍ଠିତ ହୋଇଯାଇଛି। ପ୍ରାତଃ ସ୍ନାନ, ମହାସ୍ନାନ, ମହାବିଧି ପୂଜା ଏବଂ ସମସ୍ତ ରୀତିନୀତିର ପୂଜା ସହିତ ଗୋପୂଜା, ଗୁରୁପୂଜା, ସୂର୍ଯ୍ୟପୂଜା ଅନୁଷ୍ଠିତ ହୋଇ ମଧ୍ୟାହ୍ନ ଧୂପ ଏବଂ ଏହା ପରେ ରୁଦ୍ରାଭିଷେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ନାମଯଜ୍ଞ, ହରିକୀର୍ତ୍ତନ ସହିତ ସେହି ଅଞ୍ଚଳରେ ଏକ ଐଶ୍ୱର୍ଯ୍ୟ ବାତାବରଣ ସୃଷ୍ଟି ହୋଇଥିଲା। ଗ୍ରାମବାସୀଙ୍କ ମିଳିତ ସହାୟତା କ୍ରମେ ଏବଂ ତୃତୀୟ ବ୍ରାହ୍ମଣମାନଙ୍କର ସହାୟତା ମନ୍ତ୍ରତାନରେ ଏହି ଅଞ୍ଚଳରେ ଏକ ଐଶ୍ୱର୍ଯ୍ୟ ଭାବଧାରା ସୃଷ୍ଟି ହୋଇଥିଲା। ଅନ୍ନଯଜ୍ଞ ଏବଂ ହୋମଯଜ୍ଞ ସହିତ ଏହି ପରିବେଶ ଆହୁରି ମନ୍ତ୍ରମୁଗ୍ଧକର ହୋଇ ଉଠିଥିଲା। ଗ୍ରାମବାସୀମାନେ ଖୁବ୍ ଆନନ୍ଦ ସହକାରେ ମଜା ଉଠାଇଥିଲେ। ମହାପ୍ରଭୁଙ୍କର ପ୍ରତିବର୍ଷ ପରେ ରୀତିନୀତି ସହିତ ପୌଷାଭିଷେକ ପୂର୍ଣ୍ଣିମା ଏବଂ ପୁଷ୍ୟ ଅଭିଷେକ ଅନୁଷ୍ଠିତ ହୋଇଥିଲା। ଜୟ ଜଗନ୍ନାଥ।